ପୁରୁଣା ସମୟର କଥା। ଗୋଟିଏ ଛୋଟ ଗାଁଟିଏ ଥିଲା। ସେହି ଗାଁରେ ଲୋକମାନେ ବହୁତ ଖୁସିରେ ଥିଲେ। କିନ୍ତୁ ସେହି ଗାଁ ମୁଣ୍ଡରେ ଥିଲା ବଡ଼ ବଡ଼ ଗଛ ଓ ପୁରୁଣା ମନ୍ଦିର। ସେହି ମନ୍ଦିରକୁ ନେଇ ସମସ୍ତେ ଭୟ କରୁଥିଲେ। ଲୋକମାନେ କହୁଥିଲେ ସେଠି ରୁହେ ଜଣେ ଇଚ୍ଛାଧାରୀ ନାଗୁଣୀ। ଯିଏ ତାକୁ ଦେଖେ ସେ ଅଶୁଭର ସମ୍ମୁଖରେ ପଡ଼େ। କିନ୍ତୁ ଏହି କଥା ସତ୍ୟ ନଥିଲା। ସେହି ନାଗୁଣୀ ଥିଲା ମଣିମାଳା। ସେ ଆସିଲେ ଦୟା ଓ ଶାନ୍ତି ସ୍ୱଭାବର ଥିଲା। ରାତିରେ ସେ ମନୁଷ୍ୟ ରୂପ ଧାରଣ କରି ମନ୍ଦିରରେ ଦୀପ ଜଳାଉଥିଲା ଓ ଗାଁକୁ ଅପଶକ୍ତିରୁ ରକ୍ଷା କରୁଥିଲା। ସେହି ଗାଁରେ ଜଣେ ଗରିବ ଝିଅ ଥିଲା। ତାର ନାମ କାବେରୀ। ଗୋଟିଏ ଦିନ ରାତିରେ କାବେରୀ କାଠ ଆଣିବା ପାଇଁ ଜଙ୍ଗଲକୁ ଗଲା। ହଠାତ୍ ତାଙ୍କ ଆଗରେ ଏକ ବଡ଼ ସାପ ଆସିଗଲା। କାବେରୀ ଦେଖି ଭୟରେ କମ୍ପି ଉଠିଲା ଆଉ ଥରିବାକୁ ଲାଗିଲା। ସେତେବେଳେ ସାପଟି ଧୀରେ ଧୀରେ ଯୁବତୀର ରୂପ ନେଲା। କାବେରୀ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। କାବେରୀ କହିଲା, ତୁମେ ନାଗୁଣୀ? ନାଗୁଣୀ ହସି ଦେଇ କହିଲା, ଭୟ କରନି, ମୁଁ କାହାର କ୍ଷତି କରେନି। ଏହି ଗାଁକୁ ରକ୍ଷା କରିବା ମୋର କର୍ତ୍ତବ୍ୟ। ସେହି ଦିନରୁ କାବେରୀ ଓ ମଣିମାଳା ନାଗୁଣୀ ଭଲ ସାଙ୍ଗ ହୋଇଗଲେ। ରାତି ହେଲେ କାବେରୀ ଚୁପଚାପ ମନ୍ଦିରକୁ ଯାଇ ମଣିମାଳା ସହ କଥା ହୁଏ। ମଣିମାଳା କାବେରୀକୁ ଔଷଧ, ଗଛ, ମନ୍ତ୍ର ଓ ଦୟାର ଶିକ୍ଷା ଦେଉଥାଏ। କିଛି ଦିନ ପରେ ଗାଁରେ ଅଜବ ଘଟଣା ଆରମ୍ଭ ହେଲା। ସେହି ଗାଁ ପାଖରେ ରାଜମହଲ ଥିଲା। ସେହି ରାଜମହଲରେ ରାଣୀଙ୍କର ମୂଲ୍ୟବାନ ନୀଳମଣି ହାର ହଜିଗଲା। ରାଜା ଏହି କଥା ଶୁଣି ଖୁବ୍ ରାଗିଗଲେ। ରାଜା ଘୋଷଣା କଲେ ଯେ କେହି ଚୋରକୁ ଧରିବ ତାକୁ ବଡ଼ ପୁରସ୍କାର ମିଳିବ। କିନ୍ତୁ ସେହି ରାଜମହଲରେ ଦୁଷ୍ଟ ମନ୍ତ୍ରୀ ଥିଲା। ତାର ନାମ ଭୈରବ। ସେହି ନୀଳମଣି ହାର ଚୋରାଇଥିଲା। ନିଜର ଦୋଷ ଲୁଚେଇବା ପାଇଁ ଏକ ଭୟଙ୍କର ଚକ୍ରାନ୍ତ କଲା। ସେ ରାଜାଙ୍କୁ କହିଲା, ମହାରାଜ, ମୁଁ ଶୁଣିଛି ଜଙ୍ଗଲରେ ନାଗୁଣୀ ରୁହେ। ସେ ମଣିଷ ରୂପ ଧାରଣ କରି ମହଲକୁ ଆସି ନୀଳମଣି ହାର ଚୋରାଇ ନେଇଛି। ଏହି କଥା ଶୁଣି ଗାଁ ଲୋକମାନେ ଭୟରେ ଥରିବାକୁ ଲାଗିଲେ। ଏହି କଥାକୁ ସତ୍ୟ ବୋଲି ମାନିନେଲେ। ରାଜା ସୈନ୍ୟମାନଙ୍କୁ ଆଦେଶ ଦେଲେ, ଯାଅ, ଆଜି ରାତିରେ ସେହି ପୁରୁଣା ମନ୍ଦିରକୁ ଘେରାଇ ଦେବ। ରାତିରେ ସୈନ୍ୟମାନେ ମନ୍ଦିରକୁ ଘେରାଇ ଦେଲେ। ଏହି ସବୁ ଦେଖି ମଣିମାଳା କିଛି ବୁଝିପାରୁନଥାଏ। ସେ କହିଲା, ମୁଁ ନିର୍ଦ୍ଦୋଷ, ମୁଁ କେବେ ଚୋରି କରିନି। କିନ୍ତୁ କେହି ବି ତାର କଥା ଶୁଣିଲେ ନାହିଁ। କାବେରୀ କାନ୍ଦି କାନ୍ଦି କହିଲା, ମହାରାଜ, ଏହି ନାଗୁଣୀ ଭଲ। ସେ ଆମ ଗାଁକୁ ବଞ୍ଚାଉଛି। କିନ୍ତୁ ଏହି କଥା ଶୁଣି ଭୈରବ ମନ୍ତ୍ରୀ ଚିତ୍କାର କରି କହିଲା, ଏହା ମାୟାବିନୀ। ଏହି ନାଗୁଣୀକୁ ଶୀଘ୍ର ଦଣ୍ଡ ଦିଆଯାଉ। ରାଜା ରାଗିଯାଇ କହିଲେ, ସକାଳେ ହେଲେ ଏହି ନାଗୁଣୀକୁ ନଦୀ ପାଖରେ ଦଣ୍ଡ ଦିଆଯିବ। ଏହି ନାଗୁଣୀକୁ ବାନ୍ଧି କରି ରଖାଯାଉ। ଏହି କଥା ଶୁଣି ସମସ୍ତେ ଭୟରେ ଚୁପ୍ ହୋଇ ରହିଗଲେ। ମଣିମାଳା ନାଗୁଣୀ ଆଖିରେ ଲୁହ ଆସିଗଲା। ସେ ଆକାଶକୁ ଦେଖି ମନେ ମନେ କହିଲେ, ହେ ମହାଦେବ, ମୁଁ ଦୋଷ ନ କରି ମୁଁ ଦଣ୍ଡ ପାଉଛି। ସତ୍ୟର ଜୟ କେବେ ହେବ? ଏହି କଥା କହି ସେ ନୀରବ ହୋଇଗଲେ। ସକାଳ ହେବା ପୂର୍ବରୁ ଗାଁରେ ଭୟର ଛାୟା ଖେଳିଗଲା। ନଦୀ ପାଖରେ ରାଜାଙ୍କର ସୈନ୍ୟମାନେ ଯାଇ ଦଣ୍ଡସ୍ଥଳୀ ପ୍ରସ୍ତୁତ କରୁଥିଲେ। ଗାଁ ଲୋକମାନେ କହୁଥିଲେ, ଆଜି ନାଗୁଣୀର ଶେଷ ଦିନ। କିନ୍ତୁ କାବେରୀର ମନ କହୁଥିଲା, ମଣିମାଳା ନାଗୁଣୀ ନିର୍ଦ୍ଦୋଷ। ନିଶ୍ଚୟ କେହି ଚକ୍ରାନ୍ତ କରିଛି। ସେହି ରାତିରେ କାବେରୀ ଚୁପଚାପ ରାଜମହଲ ପାଖକୁ ଗଲା। ତାଙ୍କ ମନରେ ଏକମାତ୍ର ଚିନ୍ତା, ସତ୍ୟକୁ ଖୋଜିବା। ମହଲ ପଛରେ ପୁରୁଣା ଗୋଦାମ ଘର ଥିଲା। ସେଠାରେ ଆବାଜ ଆସୁଥିଲା। କାବେରୀ ଧୀରେ ଧୀରେ ସେହି ଆବାଜ ପାଖକୁ ଗଲା। କାବେରୀ ଦେଖିଲା ଭିତରେ ମନ୍ତ୍ରୀ ଭୈରବ ହସୁଛନ୍ତି। ତାଙ୍କର ସାମନାରେ ରହିଥିଲା ସେହି ନୀଳମଣି ହାର। ଏହି ସବୁ ଦେଖି କାବେରୀ ଆଶ୍ଚର୍ଯ୍ୟ ହୋଇଗଲା।
ଭୈରବ କହୁଥାଏ, ସକାଳ ହେଲେ ନାଗୁଣୀ ମରିବ, ତାପରେ କେହି ମୋର ସତ୍ୟ ଜାଣିପାରିବେ ନାହିଁ। ଏହି କଥା ଶୁଣି କାବେରୀ ଥରିବାକୁ ଲାଗିଲା ଏବଂ ଭୟ ମଧ୍ୟ କଲା। ସଙ୍ଗେ ସଙ୍ଗେ ସେଠାରୁ ପଳେଇବା ପାଇଁ କାବେରୀ ଚେଷ୍ଟା କଲା। ହଠାତ୍ ତାଙ୍କ ପାଦ ତଳେ ଥିବା ଶୁଖିଲା ଡାଳ ଭାଙ୍ଗିଗଲା କଡ଼କାଡ଼ କରି। ଭୈରବ ଚମକି ଉଠିଲା। ସେ କହିଲା, କିଏ ସେଠାରେ, କିଏ? କାବେରୀ ଭୟରେ ଦୌଡ଼ିଲା। ସୈନ୍ୟମାନେ ତାଙ୍କ ପଛରେ ଧାଇଁଲେ। ଘନ ଜଙ୍ଗଲ ଭିତରେ ଦୌଡ଼ୁଥିବା ବେଳେ କାବେରୀ ହଠାତ୍ ପଡ଼ିଗଲା। ସେତେବେଳେ ତାଙ୍କ ଆଗରେ ଏକ ଆଲୋକ ଦେଖାଗଲା। ସେହି ଆଲୋକ ଭିତରୁ ଜଣେ ବୃଦ୍ଧ ସାଧୁବାବା ବାହାରିଲେ। ସାଧୁବାବା ପଚାରିଲେ, ଝିଅ, କାହିଁକି ଏତେ ଭୟରେ ଦୌଡ଼ୁଛ? କାବେରୀ କାନ୍ଦି କାନ୍ଦି ସବୁ କଥା କହିଲା। ସାଧୁବାବା ଗଭୀର ହୋଇ କହିଲେ, ମଣିମାଳା ସାଧାରଣ ନାଗୁଣୀ ନୁହେଁ, ସେ ନାଗଲୋକର ରକ୍ଷକ କନ୍ୟା। ତାଙ୍କର ଉପରେ ଅନ୍ୟାୟ ହେଲେ ସମଗ୍ର ଗାଁ ବିପଦରେ ପଡ଼ିବ। କାବେରୀ ଭୟ ନ କରି ପଚାରିଲା, ତେବେ ମୁଁ କ'ଣ କରିବି ବାବା? ସାଧୁବାବା କାବେରୀକୁ ଏକ ଛୋଟ ତାବିଜ ଦେଇ କହିଲେ, ଏହି ତାବିଜ ସତ୍ୟକୁ ସମସ୍ତଙ୍କ ଆଗରେ ଆଣିବ, କିନ୍ତୁ ସାବଧାନ, ଭୈରବ ଖୁବ୍ ଶକ୍ତିଶାଳୀ ଓ ଦୁଷ୍ଟ ମନ୍ତ୍ରୀ। ସେପଟେ ସକାଳ ହୋଇଯାଉଥିଲା। ନଦୀ ଏପାର ଲୋକମାନେ ଭିଡ଼ ଲଗାଉଥିଲେ। ମଣିମାଳାକୁ ବାନ୍ଧି ଦିଆଯାଇଥିଲା। ତାଙ୍କ ଆଖିରେ ଲୁହ ବହି ଆସୁଥାଏ। ରାଜା ଉଚ୍ଚ ସ୍ୱରରେ କହିଲେ, ନାଗୁଣୀ, ତୁମର ଶେଷ ଇଚ୍ଛା କ'ଣ? ମଣିମାଳା ନାଗୁଣୀ କହିଲା, ମହାରାଜ, ମୋର ମୃତ୍ୟୁର ଦୁଃଖ ନାହିଁ, କିନ୍ତୁ ଗୋଟିଏ ଦିନ ଆପଣ ବୁଝିବେ, ନିର୍ଦ୍ଦୋଷକୁ ଦଣ୍ଡ ଦେବା ସବୁଠାରୁ ବଡ଼ ପାପ। ଏହି କଥା ଶୁଣି କେତେକ ଲୋକଙ୍କ ମନରେ ଦୁଃଖ ହେଲା। ଠିକ୍ ସେତିକି ବେଳେ ଭିଡ଼ ଭିତରୁ କାବେରୀ ଦୌଡ଼ି ଆସି ଚିତ୍କାର କଲେ, ରୁହନ୍ତୁ, ଅସଲି ଚୋର ନାଗୁଣୀ ନୁହେଁ। ଏହି କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ କାବେରୀକୁ ଦେଖିଲେ। ଏପଟେ ଭୈରବ ମୁହଁ ଫିକା ପଡ଼ିଗଲା। ରାଜା ପଚାରିଲେ, କାବେରୀ, ତୁମେ କ'ଣ କହୁଛ? ସବୁ ପ୍ରମାଣ ନାଗୁଣୀ ବିରୋଧରେ ଅଛି। କାବେରୀ ଭୟଭୀତ ହେଲେ ମଧ୍ୟ ସାହସ କରି କହିଲା, ମହାରାଜ, ମୁଁ ନିଜ ଆଖିରେ ଅସଲି ଚୋରକୁ ଦେଖିଛି। ନୀଳମଣି ହାର ମନ୍ତ୍ରୀ ପାଖରେ ଅଛି। ଏହି କଥା ଶୁଣି ଲୋକମାନେ କଥା କୁହାକୁହି ହେଲେ। ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଭୈରବ ମନ୍ତ୍ରୀ ଏହି କଥା ଶୁଣି ଚିତ୍କାର କରି କହିଲା, ଏହି ସବୁ ମିଥ୍ୟା। ଏହି ଝିଅ ନାଗୁଣୀ ମାୟାରେ ପଡ଼ିଛି। କାବେରୀ ତୁରନ୍ତ ସାଧୁ ଦେଇଥିବା ତାବିଜ ବାହାର କଲା। କାବେରୀ କହିଲା, ଯଦି ମୁଁ ମିଥ୍ୟା କହୁଛି, ଏହି ତାବିଜ ଅନ୍ଧାର ହୋଇଯିବ, ଆଉ ଯଦି ମୁଁ ସତ୍ୟ କହୁଛି, ତେବେ ଏହା ଆଲୋକ ହେବ। ସମସ୍ତଙ୍କ ଆଖି ସେହି ତାବିଜ ଉପରେ ଥାଏ। ହଠାତ୍ ତାବିଜରୁ ତୀବ୍ର ଆଲୋକ ବାହାରିଲା। ସେହି ଆଲୋକ ସିଧା ଭୈରବ ଶରୀର ଉପରେ ପଡ଼ିଲା। ସେହି ମୁହୂର୍ତ୍ତରେ ତାଙ୍କ ବସ୍ତ୍ର ଭିତରୁ ନୀଳମଣି ହାର ତଳକୁ ପଡ଼ିଗଲା। ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପାଟିତୁଣ୍ଡ କଲେ। ରାଜାଙ୍କ ମୁହଁ ରାଗରେ ଲାଲ ହୋଇଗଲା। ଭୈରବ, ତୁମେ ଏତେ ବଡ଼ ବିଶ୍ୱାସଘାତକ କଲ। ସେଇଠୁ ଭୈରବ ବୁଝିଗଲା, ତାର ସବୁ ରହସ୍ୟ ଖୋଲିଯାଇଛି। ସେ ହଠାତ୍ ଭୟଙ୍କର ହସ ହସିଲା। ହଁ, ମୁଁ ଚୋରି କରିଛି, କିନ୍ତୁ ଏହି ରାଜ୍ୟ ମୁଁ ନଷ୍ଟ କରିଦେବି। ଏହି କଥା କହି ମନ୍ତ୍ରୀ କଳା ମନ୍ତ୍ର ଶକ୍ତି ବ୍ୟବହାର କଲା। ଆକାଶ ଅନ୍ଧାର ହୋଇଗଲା। ଲୋକମାନେ ଭୟରେ ଦୌଡ଼ିବାକୁ ଲାଗିଲେ। ଭୈରବ କହିଲା, ଆଜି କେହି ବି ବଞ୍ଚିପାରିବ ନାହିଁ। ସେତେବେଳେ ମଣିମାଳା ନାଗୁଣୀ ଆଖି ବନ୍ଦ କରି ମହାଦେବଙ୍କୁ ସୁମରଣ କଲେ। ହଠାତ୍ ତାଙ୍କ ଶରୀରରୁ ନୀଳ ଆଲୋକ ବାହାରିଲା। ନାଗୁଣୀ ଦେହରେ ବନ୍ଧା ହୋଇଥିବା ଶିକୁଳି ଭାଙ୍ଗିଗଲା। ସମସ୍ତେ ଭୟ ଓ ଆଶ୍ଚର୍ଯ୍ୟରେ ଦେଖୁଥାନ୍ତି। ମଣିମାଳା ଆଖିରେ କ୍ରୋଧ ନଥିଲା, ଥିଲା କେବଳ ଦୁଃଖ। ସେ କହିଲା, ମୁଁ ସବୁବେଳେ ଏହି ଗାଁକୁ ରକ୍ଷା କରିଛି, ତଥାପି ମୋତେ ଦୋଷୀ କରାଗଲା। ଏହି କଥା ଶୁଣି କାବେରୀ କାନ୍ଦି କରି କହିଲେ, ମଣିମାଳା, ଆମକୁ ରକ୍ଷା କର। ଏପଟେ ଭୈରବ ବିଶାଳ ଏକ ଅଗ୍ନିଗୋଳା ସୃଷ୍ଟି କରି ରାଜମହଲ ଦିଗକୁ ଛାଡ଼ିଦେଲା। ଲୋକମାନେ ଚିତ୍କାର କରି ଉଠିଲେ। ସେହି ସମୟରେ ମଣିମାଳା ନାଗମଣିର ଶକ୍ତିରେ
ଅଗ୍ନିଗୁଳାକୁ ନଷ୍ଟ କରିଦେଲା। କିନ୍ତୁ ସେହି ଶକ୍ତି ତାଙ୍କ ଜୀବନ ଶକ୍ତିକୁ ଧୀରେ ଧୀରେ କ୍ଷୟ କରୁଥିଲା। ମଣିମାଳା ଦୁର୍ବଳ ହୋଇ ଭୂମିରେ ପଡ଼ିଗଲେ। କାବେରୀ ଦୌଡ଼ି ଆସି କାନ୍ଦି କାନ୍ଦି କହିଲେ, ତୁମେ ଆମକୁ ବଞ୍ଚାଇଲ, ଆଉ ଆମେ ତୁମକୁ ଦୋଷୀ କଲୁ। ମଣିମାଳା ହସି ଦେଇ କହିଲା, ସତ୍ୟକୁ ଡେରି ହେଲେ ମଧ୍ୟ ଗୋଟିଏ ଦିନ ସମସ୍ତେ ବୁଝନ୍ତି। ଏପଟେ ଭୈରବ ପୁଣି କଳା ମନ୍ତ୍ର ପଢ଼ିବା ଆରମ୍ଭ କଲା। ତାଙ୍କ ଚାରିପାଖରେ କଳା ଧୂଆଁ ଘୂରିବାକୁ ଲାଗିଲା। ସେ କହିଲା, ଯଦି ମୁଁ ହାରିଯାଏ ଏହି ରାଜ୍ୟକୁ ମଧ୍ୟ ନଷ୍ଟ କରିଦେବି। ଏହି କଥା ଶୁଣି ଲୋକମାନେ ଭୟରେ ରାଜାଙ୍କ ପଛରେ ଲୁଚିଗଲେ। ରାଜାଙ୍କ ଆଖିରେ ଏବେ ପଶ୍ଚାତ୍ପର ଲୁହ ଗଡ଼ାଇଲେ। ରାଜା ମଣିମାଳା ପାଖକୁ ଆସି କହିଲେ, ମୋତେ କ୍ଷମା କର ନାଗକନ୍ୟା, ମୁଁ ନିର୍ଦ୍ଦୋଷକୁ ଦଣ୍ଡ ଦେଇ ବଡ଼ ପାପ କରିଛି। ମଣିମାଳା କହିଲେ, ମହାରାଜ, ଦୋଷରୁ ବଡ଼ ହେଉଛି ଅହଙ୍କାର। ଯେତେବେଳେ ମଣିଷ ସତ୍ୟ ନ ଜାଣି ନିଷ୍ପତ୍ତି ନିଏ, ସେତେବେଳେ ନ୍ୟାୟ ମରିଯାଏ। ଏହି କଥା ଶୁଣି ରାଜା ମୁଣ୍ଡ ନୁଆଁଇଲେ। ହଠାତ୍ ଭୈରବ ଏକ ଭୟଙ୍କର କଳା ଅଗ୍ନି ସୃଷ୍ଟି କଲା। ସମଗ୍ର ନଦୀ ଜଳ ଉପରକୁ ଉଠାଇଲା। ଲୋକମାନେ ଚିତ୍କାର କଲେ, ବଞ୍ଚାଅ, ଆମକୁ ବଞ୍ଚାଅ। ସେତେବେଳେ ମଣିମାଳା ନାଗମଣି ଅଧିକ ଚମକି ଉଠିଲା। ଆକାଶରେ ଶଙ୍ଖଧ୍ୱନି ପରି ଗର୍ଜନ ଶୁଭାଗଲା। ମଣିମାଳା ଆଖି ବନ୍ଦ କରି କହିଲେ, ମୋର ଶକ୍ତିର ଶେଷ ଅଂଶ ଦେଇ ମୁଁ ଏହି ରାଜ୍ୟକୁ ବଞ୍ଚାଇବି। କାବେରୀ କହିଲା, ନା, ତୁମର ଜୀବନ ଯାଇପାରେ। ମଣିମାଳା କହିଲା, ଯଦି ମୋର ବଳିଦାନରେ ନିର୍ଦ୍ଦୋଷ ଲୋକମାନେ ବଞ୍ଚନ୍ତି, ତେବେ ସେହି ହେଉଛି ମୋର ଧର୍ମ। ଏହି କଥା କହି ମଣିମାଳା ଆକାଶକୁ ଉଠିଗଲା। ତାଙ୍କ ନାଗମଣି ଆଲୋକ ବାହାରି ଭୈରବ କଳା ଶକ୍ତି ନଷ୍ଟ କରିଦେଲେ। ଭୈରବ ସବୁ ଶକ୍ତି ନଷ୍ଟ ହୋଇଗଲା। ସେ ଭୂମିରେ ପଡ଼ି ଚିତ୍କାର କରିଥିଲେ। ମଣିମାଳା ମଧ୍ୟ ଆକାଶରୁ ଧୀରେ ଧୀରେ ତଳକୁ ପଡ଼ିଗଲେ। ତାଙ୍କ ନାଗମଣିରୁ ଆଲୋକ ନିଭି ଯାଇଥିଲା। କାବେରୀ କାନ୍ଦି କାନ୍ଦି ତାଙ୍କ ପାଖକୁ ଦୌଡ଼ିଗଲେ। କାବେରୀ ତାଙ୍କ ହାତକୁ ଧରି, ମଣିମାଳା, ଆଖି ଖୋଲ, ତୁମେ ଆମକୁ ଛାଡ଼ି ଯାଇପାରିବ ନାହିଁ। ରାଜା ମଧ୍ୟ ଆସି ମଣିମାଳା ପାଖରେ ବସିଗଲେ। ସେ କହିଲେ, ଆଜି ମୁଁ ବୁଝିଲି, ସତ୍ୟକୁ ନ ଜାଣି ଦଣ୍ଡ ଦେବା ହେଉଛି ସବୁଠାରୁ ବଡ଼ ଅନ୍ୟାୟ। ତୁମେ ନିର୍ଦ୍ଦୋଷ ହୋଇ ମଧ୍ୟ ଆମ ପାଇଁ ସବୁ କିଛି କଲ। ଗାଁ ଲୋକମାନେ ଲଜ୍ଜାରେ ମୁଣ୍ଡ ନୁଆଁଇଲେ। ସେହି ସମୟରେ ଆକାଶ ଗର୍ଜି ଉଠିଲା। ମନ୍ଦିରକୁ ଏକ ଆଲୋକ ଆସିଲା। ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଦେଖିଲେ, ଏକ ବିଶାଳ ସୁବର୍ଣ୍ଣ ନାଗ ଆକାଶରେ ପ୍ରକଟ ହେଲେ। ସମସ୍ତେ ଭୟରେ ହାତ ଯୋଡ଼ିଲେ। ସେ ଥିଲେ ନାଗଦେବତା। ମଣିମାଳା ନିର୍ଦ୍ଦୋଷ ଥିଲା, ତଥାପି ସେ ଅନ୍ୟାୟ ସହିଲା ଓ ନିଜ ଜୀବନ ଦେଇ ଏହି ରାଜ୍ୟକୁ ବଞ୍ଚାଇଲା। ଏମିତି ପବିତ୍ର ଆତ୍ମା କେବେ ନଷ୍ଟ ହୁଏନି। ଏହି କଥା କହି ନାଗଦେବତା ତାଙ୍କ ଦିବ୍ୟ ଆଲୋକ ମଣିମାଳା ଉପରେ ପକାଇଲା। ଧୀରେ ଧୀରେ ମଣିମାଳାର ନାଗମଣି ପୁଣି ଚମକି ଉଠିଲା। ତାଙ୍କ ଶରୀରରୁ ପୁଣି ପ୍ରାଣ ଫେରିଆସିଲା। କାବେରୀ ଖୁସି ହୋଇଗଲା। ମଣିମାଳା ବଞ୍ଚିଗଲେ। ସମସ୍ତ ଗାଁରେ ଖୁସି ଲହରୀ ଖେଳିଗଲା। ମଣିମାଳା ଧୀରେ ଧୀରେ ଆଖି ଖୋଲିଲେ। ନାଗଦେବତା କହିଲେ, ତୁମର ଦୟା ଓ ବଳିଦାନ ଏହି ରାଜ୍ୟକୁ ପବିତ୍ର କରିଦେଇଛି। ନାଗଦେବତା ରାଜାଙ୍କୁ ଦେଖି କହିଲେ, ମନେ ରଖ, ଶକ୍ତିର ବଡ଼ ହେଉଛି ନ୍ୟାୟ। ଯିଏ ନିର୍ଦ୍ଦୋଷକୁ ଦଣ୍ଡ ଦେଉଛି, ସେ ନିଜେ ପାପର ଭାଗୀ ହୁଏ। ରାଜା ହାତ ଯୋଡ଼ି କହିଲେ, ମୁଁ ପ୍ରତିଜ୍ଞା କରୁଛି, ଆଜିଠାରୁ ଏହି ରାଜ୍ୟରେ ସତ୍ୟ ଓ ନ୍ୟାୟର ଶାସନ ହେବ। ରାଜା ଆଦେଶ ଦେଲେ, ଯାଅ, ଦୁଷ୍ଟ ଭୈରବଙ୍କୁ ନେଇ କାରାଗାରରେ ବନ୍ଦୀ କରିଦିଅ। ସୈନ୍ୟମାନେ ଆସି ଭୈରବ ମନ୍ତ୍ରୀକୁ ନେଇ କାରାଗାରରେ ବନ୍ଦୀ କରିଦେଲେ। ସେହିଦିନ ରାଜା ନାଗଦେବୀ ପାଇଁ ମନ୍ଦିର ତିଆରି କରିଦେଲେ। ସେଠାରେ ମଣିମାଳାକୁ ରାଜ୍ୟର ରକ୍ଷକ ଭାବେ ସମ୍ମାନ ଦିଆଗଲା। କାବେରୀ ଓ ମଣିମାଳା ଜୀବନ ଭରି ଗାଁର ଲୋକମାନଙ୍କର ସେବା କଲେ। ଏବଂ ସେହି ଗାଁରେ ଗୋଟିଏ କଥା ସଦାସର୍ବଦା ପାଇଁ ଲୋକମାନଙ୍କ ମନରେ ରହିଗଲା, ଯିଏ ଦୋଷ ନ କରି ଯିଏ ଦଣ୍ଡ ପାଏ, ଭଗବାନ ସେହି ନିର୍ଦ୍ଦୋଷର ସାଥୀ ହୁଅନ୍ତି। ସାଙ୍ଗମାନେ, ଆମର ଓଡ଼ିଆ କାହାଣୀ ଓ
ଓଡ଼ିଆ ଗପ ଆପଣମାନଙ୍କୁ ଯଦି ପସନ୍ଦ ଆସୁଛି ତେବେ ଗୋଟିଏ ଲାଇକ୍ ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଯେଉଁମାନେ ଆମ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ସେମାନେ ବି ଆମ ଚ୍ୟାନେଲକୁ ଲାଇକ୍ ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ। ରହୁଛି, ନମସ୍କାର।